ତିନି ମାସ ପୂର୍ବରୁ ଷଡ଼ଯନ୍ତ୍ର କିଏ କରିଥିଲା ଏ ଷଡ଼ଯନ୍ତ୍ର କାହା ପାଇଁ ହୋଇଥିଲା ଏ ଷଡ଼ଯନ୍ତ୍ରକୁ ଘୋଡ଼ା ବେପାର କହି ଲୋକଙ୍କ ମନରେ ସୃଷ୍ଟି କରାଯାଉଥିଲା ଦ୍ୱନ୍ଦ୍ୱ। ଆମେ କହୁଛୁ ନିକଟରେ ସରିଥିବା ରାଜ୍ୟସଭା ନିର୍ବାଚନର ହାଇଡ୍ରାମା କଥା। ଯାହାକୁ ଖୁବ୍ ନାଟକୀୟ ଢଙ୍ଗରେ ରଚନା କରିଥିଲେ ରାଜ୍ୟର ତିନି ପ୍ରମୁଖ ଦଳ। ଏଥିରେ ନିର୍ଦ୍ଦେଶକ ଓ ଲେଖକ ଥିଲେ ମାଲିକ ଓ କ୍ରୀତଦାସ, ଯାହା 3 ମାସ ପୂର୍ବରୁ କଳ୍ପନା କରାଯାଇଥିଲା। କିନ୍ତୁ ତାହା ମଞ୍ଚସ୍ଥ ହେବା ପୂର୍ବରୁ ହିଁ ଫସର ଫାଟିଗଲା। ଆପଣମାନେ ଠିକ୍ ବୁଝିପାରୁଥିବେ ଆମେ କ'ଣ କହିବାକୁ ଚାହୁଁଛୁ। ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କୁ ବିଜେଡି ଦଳରୁ ବିଦା କରିବା, ଦିଲ୍ଲୀପ ରାୟଙ୍କ ଜନ୍ମଦିନରେ ବିଜୟ ମହାପାତ୍ରଙ୍କ ଯୋଗଦାନ ଓ ବିଭିନ୍ନ ଗଣମାଧ୍ୟମ ଆଗରେ ବୟାନବାଜି ଘଟଣା ହାଇଡ୍ରାମାର ଅବସାନ ଘଟିଛି। ପ୍ରଥମେ ଆପଣ ଏ ଭିଜୁଆଲ ଉପରେ ନଜର ପକାନ୍ତୁ। ଏହା ଦେଖି ଆପଣମାନେ ଟିକେ ପୂର୍ବ କଥାଗୁଡ଼ିକୁ ମନେ ପକାନ୍ତୁ। ରାଜ୍ୟସଭା ନିର୍ବାଚନରେ କାହିଁକି ବିଜେଡି ହାରିଲା, ଏଥିପାଇଁ ଦାୟୀ କିଏ? ଏଠି ରାଜ୍ୟସଭା ନିର୍ବାଚନ ଫଳାଫଳ ଖାଲି ହାରିବା ଜିତିବାର ଖେଳ ହୋଇନାହିଁ। ଏହା ଏବେ ନବୀନ ପଟ୍ଟନାୟକଙ୍କ ସମ୍ମାନ ଆଉ ସ୍ୱାଭିମାନର ପ୍ରସଙ୍ଗ ପାଲଟି ଯାଇଛି। ନବୀନଙ୍କ ସାମ୍ନାରେ କଥା କହିପାରୁନଥିବା ନେତାଏ ଏମିତି ଅପମାନ ଦେବା ପାଇଁ ସାହସ କେଉଁଠୁ ପାଇଲେ? କାରଣ ଦଳ ବିରୁଦ୍ଧରେ 8 ଜଣ ବିଧାୟକ ସ୍ୱର ଉଠାଇବା କିଛି ଛୋଟ କଥା ନୁହେଁ। ଏ ସାହସ ହିଁ କହୁଛି ଘଟଣା ପଛର ଷଡ଼ଯନ୍ତ୍ରର କାହାଣୀ। ଆଉ ହାଇଡ୍ରାମା ଶେଷ ହେବା ପରେ ନିଜେ ନାଟକର ପ୍ରଡ୍ୟୁସର କହିଛନ୍ତି ଏ କାହାଣୀ ଆଜିର ନୁହେଁ, ଏ ପ୍ରୟୋଜିତ 3 ମାସ ତଳର। ଏଠି ସୁଚିନ୍ତିତ ଯୋଜନା କରି ଦଳରୁ ବାହାର କରାଯାଇଥିଲା ଅରବିନ୍ଦ ଆଉ ସନା ମହାକୁଡ଼ଙ୍କୁ। ଏଠି ସୁଚିନ୍ତିତ ଯୋଜନା କରି ପ୍ରାର୍ଥୀ କରାଯାଇଥିଲା ସନ୍ତୃପ୍ତ ମିଶ୍ରଙ୍କୁ। ଆଉ ସୁଚିନ୍ତିତ ଯୋଜନା କରି କମନ ପ୍ରାର୍ଥୀ କରାଯାଇଥିଲା ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ। ସନ୍ତୃପ୍ତଙ୍କୁ ପ୍ରାର୍ଥୀ କରି ନବୀନ ଲିଗାସିକୁ ହାତକୁ ନେବାକୁ ନାଟକ କରିଥିଲେ ମାଲିକ ନେତା ପାଣ୍ଡିଆନ। ଆଉ ନବୀନଙ୍କ ମୋହ ଭଙ୍ଗ କରିବାକୁ କମନ ପ୍ରାର୍ଥୀ ଛିଡ଼ା କରିବାର ଷଡ଼ଯନ୍ତ୍ର କରିଥିଲେ। ଏ ଭିଜୁଆଲ କହୁଛି ନାଟକର ପ୍ରଡ୍ୟୁସରଙ୍କ ସହ 3 ମାସ ଆଗରୁ ମିଶି କେମିତି ଷଡ଼ଯନ୍ତ୍ର କରିଛନ୍ତି ଏ କ୍ରୀତଦାସ ନେତା। ଶେଷରେ ନିଷ୍ପତ୍ତି ନିଅନ୍ତୁ, ଭୁଲ ଠିକ୍ର ହିସାବ ରଖନ୍ତୁ, ନହେଲେ ଆଗକୁ ପ୍ରଶ୍ନ କଲେ ବି ଉତ୍ତର ମିଳିବନି।